गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परब्रह्म तस्मै श्री गुरवे नमः। आमे सर्वप्रथमे माँ हिंगुळांकु प्रणाम जणाऊँ। मंगलमयी माँ हिंगुळा केवल ओडिशार नुहे समग्र भारत वर्षर से शुभ मंगल परंतु यही हूँ आमर श्रेष्ठ प्रार्थना। आमे केवल सर्वे भवन्तु सुखिन यही कथा देखि कहूँ सर्वे भवन्तु सुखिन सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। आमे यही कथाटाକୁ ସବୁବେଳେ କହୁଛୁ, କିନ୍ତୁ ये कथाटीर अर्थ ठीक भाव आमे बुझीचु कि ना ता मध्य आमे जानी, किंतु आमे पढ़ुछु। जेतेबेले आम घरे कि आम ग्राम रे किसी मेला महोत्सव हुए सेतेबेले जी सेवक था से माने शेष को गोटे हरिबोल दियंती। से हरिबोलर उद्देश्य होउची समस्ते सुख शांति रे रुहंतु आनंद कबार समस्तंकर सुख वांछा करिबा ये प्रत्येक सत्संगी मानकर सबुदिनिया कार्य सहित ताको मिसेई दे आ मु भलरे रहिबी मो परिवार भलरे रहिबो ये गोटे छोटिया कथा। संसार जदि भल न रहिला आम पार्श्ववर्ती लोक बा ग्राम जदि भलरे न रहिले ताहले आमे मध्य सेई पाप को ग्रहण करवा बा से पाप आम आड़ को टिके आसिब। तेणु सबुबेले समस्तंकर सुख वांछा पाई प्रार्थना करिबा एहा ही प्रकृत रे निष्काम योग बा भगवान एइथरे खुशी हो। बाया गोटे पद कही मते केन्द्रापड़ार टिकिरी मठरे कहीदे जे पांचे परर मंद
ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। ଯିଏ ଅନ୍ୟର ମନ୍ଦ ଚିନ୍ତା କରେ ତା ମନ୍ଦ ନିଜେ ଗୋବିନ୍ଦ ହିଁ ଚିନ୍ତା କରେ। ଏ ଲୋକଟା ଅନ୍ୟର ଦଣ୍ଡ କଥା ଯେତେବେଳେ ଚିନ୍ତା କରୁଛି, ତେଣୁ ମୁଁ ତାକୁ ନିଜେ ଦଣ୍ଡ ଦିଏ। ତେଣୁ ଇଏ ହେଉଛି ଶାସ୍ତ୍ରୀୟ କଥା। ତ ଆକୁ ଶାସ୍ତ୍ରୀୟ କଥା କହିହବ, ଶାସ୍ତ୍ରୀୟ କଥା ନ କହିଲେ ବି ଏ କଥାଟା ଆମ ପାଖକୁ ନିଶ୍ଚୟ ଆସିବ। ଭୀମକୁ ଆମର ଭାଗବତରେ କେତେରେ ପଦ ଅଛି, ଭୀମକୁ ବିଷ ଲଡୁ ଦେଇ ଜତୁର ଘରେ ଅଗ୍ନି ଢାଳି। ଦୁର୍ଯ୍ୟୋଧନର ଭୀମ ଉପରେ ବହୁତ ରାଗ। ତେଣୁ ସିଏ ସବୁବେଳେ ଗୋଟେ ବାହାନା ଚିନ୍ତା କରୁଛି, କ'ଣ କଲେ ଭୀମ ଦଣ୍ଡ ପାଇବ। ଖାଲି ଦଣ୍ଡ ବି ନୁହେଁ, ଭୀମ ମରିବ। এই କଥାକୁ ଚିନ୍ତା କରି ଭୀମକୁ ଡାକିଲେ। ଭୀମ ଆସିଲା। ଯେଉଁଠି ନିର୍ଭୀକତା ଥାଏ, ସେଠି ଯେଉଁଠି ଭୟାଳୁ ମଣିଷ ଥାଏ, ତାକୁ ସବୁ କଥା କରିବା ପାଇଁ ଭୟ ଲାଗେ। ଯେଉଁଠି ନିର୍ଭୀକ ମଣିଷ ଥାଏ, ସେଠି ଭୟ ତା ପାଖକୁ ଯାଏ ନା। ତେଣୁ ଭୀମ ଯାଇକରି ଯେତେବେଳେ ନଦୀ କୂଳରେ ପହଞ୍ଚିଲେ, ସମସ୍ତେ ସବୁ ଲଡୁ ସବୁ ନେଇଥିଲେ। ସମସ୍ତେ ମିଶିକିରି ଲଡୁ ଖାଇଲେ। ଭୀମକୁ ବି 2-4ଟା ଖଣ୍ଡେ ଲଡୁ ଦେଲେ। ଯେଉଁ ଲଡୁରେ ବେଶୀ ବିଷ ଥିଲା, ସେଇ ଲଡୁକୁ ଭୀମକୁ ଦେଲେ। ଭୀମର ତ କୌଣସି ଆଶଙ୍କା ନଥିଲା, ତେଣୁ ସିଏ ତାକୁ ସବୁ ଖାଇଦେଲା। ଖାଇବାର କିଛି ସମୟ ପରେ ସିଏ ମୂର୍ଚ୍ଛିତ ହେଇ ପଡ଼ିଲା। ସମସ୍ତେ ଦେଖିଲେ ଭୀମ ବୋଧେ ମରିଗଲାଣି କି କ'ଣ। ଆଉ ଭୀମକୁ ପାଣିରୁ ଉଠେଇକିରି କାହିଁକି ନେବା, ଏଇଠି ଫୋପା ଦେଇଯିବା। ତେଣୁ ପାଣି ଭିତରେ ଭୀମ ଭଳି ଶକ୍ତିକୁ ସେମାନେ ପାଣି ଭିତରେ ଫିଙ୍ଗି ଦେଇ ଚାଲିଗଲେ। ଭୀମ ବର୍ତ୍ତମାନ କୋଉଠି ପହଞ୍ଚିଲା? ଯେ ପାଞ୍ଚ ପରର ମନ୍ଦ ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। ଭୀମକୁ ପାଣି ଭିତରେ ଦେଲେ। ସମସ୍ତେ ଭାବିଲେ ଯେ ଭୀମ ମରିଗଲା, ଗୋଟେ କଣ୍ଟକ ଗଲା। ଆଉ ଏମିତି ସବୁ ଭାବି ଚିନ୍ତି ଭୀମ ଭାସୁଛି ପାଣିରେ। ଏମାନେ ତାଙ୍କର ହସ ଖୁସି ଆନନ୍ଦ କରୁ। ଯିଏ ଯେତେବେଳେ ଖୋଜେ, କେହି କାହାରିକି ଖୋଜେ,
କିନ୍ତୁ ଆପଣମାନେ ଜାଣନ୍ତି ସମସ୍ତେ ସମସ୍ତଙ୍କୁ ଖୋଜନ୍ତି ନାହିଁ। ଖୋଜିବା ଲୋକ ବହୁତ କମ୍। ଏମିତି ପରିସ୍ଥିତି ଆମ ଜୀବନରେ ଆମ ପରିବେଶରେ ଏମିତି ସବୁବେଳେ ଏଇଭଳିଆ ଘଟଣା ସବୁ ଘଟୁଛି। ଭୀମ ସେ ପାଖରେ ମୃତ୍ୟୁବରଣ କରିଛି, ହସୁଛନ୍ତି କୌରବମାନେ, ପାଣ୍ଡବମାନଙ୍କୁ ଖତେଇ ହେଇକି ହସୁଛନ୍ତି। କ'ଣ ଇଏ କଥା? ଭୀମ ଗଲା କୁଆଡ଼େ? ଭୀମ ସେଇ ପାଣି ଭିତରେ ସେ ଗଡ଼ି 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 ଯାଇକିରି ସେଟା ମୃତ୍ୟୁବରଣ କରିଛି, ଗଡ଼ି ଗଡ଼ିକି ଯାଉଛି, ଯାଇକିରି ଯମରାଜଙ୍କର ଜମାଳୟରେ ଏ କୁବେର ଆଳୟରେ ପହଞ୍ଚିଲେ। କୁବେର କହିଲେ ଯିଏ ଧନପତି, ଯାହାଙ୍କୁ ପ୍ରାର୍ଥନା କଲେ ଧନ ବର୍ଦ୍ଧିତ ହୁଏ, କିନ୍ତୁ ଅସତ ଉପାୟରେ ନୁହଁ, ସତ ଉପାୟରେ ଧନ ଅର୍ଜନ ହୁଏ। ସିଏ ଯେତେବେଳେ ଭୀମଙ୍କୁ କୁବେର ଦେଖିଲେ, ସେ ଚିହ୍ନି ପାରିଲେ ଇଏ ତ ଯୁଧିଷ୍ଠିରଙ୍କ ଭାଇ, ଇଏ ତ ପଣ୍ଡୁଙ୍କର ପୁତ୍ର, ଆଙ୍କୁ କିଏ ଏମିତି କରିଛି? ସେ ମନେ ମନେ ବାଛି ନେଲେ ଆକୁ ଯିଏ କରିଥିବ ସେ ହେଉଛି ଦୁର୍ଯ୍ୟୋଧନ ଲୋକ। ତେଣୁ ଆମେ ଆକୁ ବିଶ୍ରାମ ଦେଇ ଔଷଧ ଦେଇ ତାକୁ ବଞ୍ଚିବାକୁ ଚେଷ୍ଟା କରିବା। ଭୀମକୁ ବଞ୍ଚାଇ ଦେଲେ, ତାକୁ ଯାହା ଯେମିତି ତାଙ୍କ ପଙ୍ଖା କର, ଘଷ ମାନେ ଗୋଡ଼ ଘଷ ଯାହା କର। ଭୀମ ଯେତେବେଳେ ସଚେତନ ହେଲା, ସେ ପଚାରିଲା ଆପଣମାନେ କ'ଣ ଏଠି? ନା ତମେ କେମିତି ଏଠିକି ଆଇଲ? ନା ମୁଁ କହିପାରିବିନି, ମୋତେ ଦୁର୍ଯ୍ୟୋଧନ ଡାକିଥିଲା ନଈ କୂଳକୁ ବୁଲି ବୁଲି ଆସିବା ପାଇଁ। ଆମେ ବୁଲିବାକୁ ଯାଇଥିଲୁ, ସେଠି ଗୋଟେ ନଈ କୂଳେ ଗୋଟାଏ ମହୋତ୍ସବ ହେଲା। ଲଡ଼ୁ ମୋତେ 2-4ଟା 5ଟା ଖଣ୍ଡେ ଦେଇଛନ୍ତି। ମୁଁ ତ ଟିକେ ଅଧିକ ଖାଏ, ତେଣୁ ସମସ୍ତଙ୍କର ଯାହା ଭାଗ ପଇଲା ସେ ତାଙ୍କର ଖାଇଲେ, ମୋ ଭାଗଟା ଯେତିକି ପଇଲା ମୋତେ ଟିକେ ଅଧିକ ଦେଲେ। ମୁଁ ତାକୁ ଆନନ୍ଦରେ ଖାଇଦେଲି। ଆଉ ପାଣି ତ ସେଠି ପାଖରେ ଅଛି, ପାଣି ପିଇଦେଲି। ଆଉ ତାପରେ ମୋର କ'ଣ ହେଇଛି ମୁଁ କିଛି ଜାଣିନି। କୁବେର ବର୍ଣ୍ଣନା କଲେ ଯେ ଭୀମ ଇଏ ସବୁ ହେଉଛି ନାଟକ। ତମେ ବିଷ ଲଡ଼ୁ ଖାଇଛ, ଦୁର୍ଯ୍ୟୋଧନ ତା ଜୀବନର କଣ୍ଟକକୁ କାଢ଼ିଦେବା ପାଇଁ ପ୍ରଥମ ସେ ତମକୁ ପାଣି ଭିତରେ ମାରିଦେବାର ଯୋଜନା କରିଛି। ତମେ ଯେଉଁ ଭାବୁଛ ଲଡ଼ୁ ଦେଲେ, ସେ ଲଡ଼ୁ ନୁହେଁ, ସେ ହେଉଛି ବିଷ। ତେଣୁ ବର୍ତ୍ତମାନ ତମେ ଫେରି ଯାଅ। କୁବେର ତାଙ୍କୁ ଫେରେଇ ଦେଲେ। ଭୀମଙ୍କ ଠାରୁ ପାଣ୍ଡବମାନେ ଏସବୁ କଥାକୁ ଶୁଣିଲେ। ଶୁଣି ସାରିବା ପରେ ସବୁବେଳେ ଆମ ସମାଜରେ ଗୋଟେ ବିଲକ୍ଷଣ ଦେଖାଯାଏ।
ଭଲ ମନ୍ଦ କ'ଣ ଗୋଟେ ବିଚାର ନ କରି କାହାକୁ ନ ପଚାରି ବା ନିଜେ ନ ବିଚାରି ଆମ ମନକୁ ଯାହା ଯୋଉଟା ଆସିବ ସେଗୁଡ଼ାକୁ ଆମେ କରିବୁ। ଇଏ ଜଣେ ଜଣକୁ ମାରିଛି, ତୁମେ ଟିକେ ବସିକିରି ଭାବ ସେ କାହିଁକି ମାରିଲା। ତେଣୁ ଏଇ ଯୋଉ ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ଜିଣିପାରେ ହେଳେ, ତମ ମସ୍ତକ ଭିତରେ ତିନୋଟି ଭଲ ଗୁଣ ରହିଛି, ସେ ହେଉଛି ବୁଦ୍ଧି ବିବେକ ଆଉ ଜ୍ଞାନ। ଇଏ ତିନୋଟିଙ୍କ ସହିତ କିଛି ସମ୍ବନ୍ଧ ନ ରଖି ଯାହା ମାନେ ତାହା ଯଦି କରିବ ତାହେଲେ ଜୀବନ କେବେ ହେଲେ ଶାନ୍ତି ପାଇବ ନାହିଁ। ଇଏ ତିନୋଟିଙ୍କ ଭିତରେ ଗୋଟିଏ ଭଲ ଲିଡର ଅଛନ୍ତି। ଇଏ ତିନି ଜଣ ଯାକ ସମସ୍ତଙ୍କର ଆବଶ୍ୟକ ଅଛି, କିନ୍ତୁ ଜଣେ କିନ୍ତୁ ବହୁତ ମାନେ ପାୱାରଫୁଲ ଲୋକ। ସିଏ କିଏ? ସିଏ ହେଉଛି ବୁଦ୍ଧି। ଆମେ ସମସ୍ତେ ବୁଦ୍ଧିକୁ ନେଇକରି ଏ ସଂସାରକୁ ଆସିଛୁ। ଏଇଠି ଆମେ ବସିଛୁ, ଏଠି କେହି ଗୋଟିଏ ଲୋକ ବି ନାହିଁ ଯାହା ମୁଣ୍ଡ ଭିତରେ ବୁଦ୍ଧି ନାହିଁ, କି ବୁଦ୍ଧିକୁ ଘରେ ଥୋଇ ଦେଇ ମୁଁ ଯାଉଛି ସତ୍ସଙ୍ଗକୁ, ବୁଦ୍ଧିକୁ ଘରେ ଥୋଇ ଦେଇକି ଯିବି, ଗୋଟେ ଟ୍ରଙ୍କରେ ପୁରେଇ ଚାପି ପକେଇ, ସେ କଥା ଏଠି ନାହିଁ। ବୁଦ୍ଧିକୁ କରି ଆଗୁ ସାର, ପଣ୍ଡିତ ଜନଙ୍କ ବ୍ୟବହାର। ଆଜିକାଲି ସବୁ ମା ମାନେ ସବୁ ଯୋଉମାନେ ଆସୁଛନ୍ତି ଆଶ୍ରମକୁ, ସାଙ୍ଗରେ ପୁଅ ଝିଅ ଆସୁଛନ୍ତି, କ'ଣ ମା କୁଆଡ଼େ ଆଇଲୁ, କ'ଣ ତୋ ଘର କୋଉଠି, କ'ଣ କୋଉଠି, କୁଆଡ଼େ କ'ଣ ଆସିବାର କ'ଣ କହିବୁ, କ'ଣ ସେ କହିବ? କିଛି ତ ତା ପାଖରେ କଥା ସମସ୍ୟା ନାହିଁ, ଆଉ କହିବ କ'ଣ ସେ? କିନ୍ତୁ ବୁଝେଇ ବୁଝେଇ ଶେଷକୁ କହିବ ଇଏ ମାଟ୍ରିକ ପାସ୍ କରିଛି, କୋଉ ଲାଇନରେ ଯିବ? ମୁଁ ବସିକି ଭାବେ ଇଏ ମାଟ୍ରିକ ପାସ୍ କରିଛି, କୋଉ ଲାଇନରେ ଯିବ? ତା ଘର କୋଉଠି, ମୋ ଘର କୋଉଠି, ତା ପ୍ରଶ୍ନ କୋଉଠି, ଉତ୍ତର କୋଉଠି? ମା ତୁ କେତେ କୋଉ ଯାକେ ପଢ଼ିଛୁ କହିଲୁ? ଏମିତି ହେଲା, ଟିକେ ଲଜ୍ଜାଇକିରି ମାନେ ଏତେ ବଡ଼ରେ କହେ ନା, ଟିକେ କହେ ଟିକେ ଆଦର ଶର୍ମ ନେଇକି। ତୁ ସେ ପାଠ ବିଷୟରେ କିଛି ଜାଣିନୁ, ଯେତିକି ଜାଣିଛୁ ଯଥେଷ୍ଟ ନୁହେଁ। ତୁ ମୋତେ କାହିଁ ପଚାରୁଛୁ? ସେ ପୁଅକୁ ପଚାରୁନୁ ପୁଅର କ'ଣ ପଢ଼ିବାକୁ ଇଚ୍ଛା ଅଛି। ସେ ଯଦି କହିବ ମୋର ପଢ଼ିବାକୁ ଆଉ ଇଚ୍ଛା ନାହିଁ, ତୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ବି ସେ ପଢ଼ିବନି। ସିଏ ଯଦି ଇଚ୍ଛା କରିବ ମା ମୁଁ ଏଇଆ ପଢ଼ିବି, ତାକୁ ସେଇ ସୁଯୋଗଟା ପ୍ରଥମେ ଦେବା ପାଇଁ ପଡ଼ିବ। ଆଉ ପାଠ ପଢ଼ିଲା ବେଳ ଗଲା କୁଆଡ଼େ, ତମ ସ୍ନେହ ଶ୍ରଦ୍ଧା ବେଳ ଗଲା କୁଆଡ଼େ। ଯେମିତି ଟିକେ ବୟସ ବଢ଼ିଗଲା, ଜ୍ୟୋତିଷଙ୍କୁ ପଚାର, ବାବାଙ୍କୁ ପଚାର, ଯୋଉଠି ଯାହାକୁ ଦେଖିଲ ତାକୁ ପଚାର। କିଏ କହୁଛି ହାତ ଦେଖା, ହାତଟା ତ ଲମ୍ବିଛି, ତୋ ହାତଟାକୁ ମୁଁ କାହିଁ ଦେଖିବ? ତୋ ହାତରେ ତ ତୋ ହାତରେ ତ ପାପୁଲି ଅଛି, ସବୁ ଅଛି, ଆଉ କ'ଣ ମୁଁ ଦେଖିବି? ତୁ କ'ଣ ଦେଖିପାରୁନୁ? ନା ଏ କୋଉ ଯାକେ ପଡ଼ିବ? ଏମିତି ଅସମ୍ଭବ କଥା। ଆଜିର ସମାଜରେ
ଅସମ୍ଭବ ଅସମ୍ଭବ ପ୍ରଶ୍ନ, ଅସମ୍ଭବ ଉତ୍ତର। ତେଣୁ ସଜ୍ଜନ ଯେତେବେଳେ ଭୀମ କଥା ଉଠିଲା ଯେ ଭୀମକୁ ଇଏ ବିଶ୍ୱ ଲଡୁ ଦେଇଛି, ଆଚ୍ଛା ହଉ ହଉ ଦେଖିବା ଆଉ। ଏଡ଼େ ସାହସ ସେ ବିଶ୍ୱ ଲଡୁ ଦେଇଛି। ଯୁଧିଷ୍ଠିର, ଅର୍ଜୁନ, ନକୁଳ, ସହଦେବ ସିଏ ଖାଲି ଗଦା ଫଦା ଧରିକିରି ଉଠୁଥାନ୍ତି, ବସୁଥାନ୍ତି। ଭାଇ ମତେ ଟିକେ ସୁଯୋଗ ଦିଅ। ତତେ କ'ଣ ସୁଯୋଗ ଦେବି? ନା ମୁଁ ଆଉ ରହିପାରିବିନି। କୁଆଡ଼େ ଯିବୁ? ନା ସେଇ ନଈ କୂଳକୁ ଯିବି। ସେତିକି ତୁ କାହିଁ ଯିବୁ? ଜଣେ ଯାଇଥିଲା ଏଇ ଅବସ୍ଥା ହେଇକି ଯାଇଛି, ନା ମୁଁ ଯିବି ତାକୁ ତା ବଂଶ ନିପାତ କରିଦେ। ଆଉ ଥିବ ଯେ କାହାକୁ ହଇରାଣ କରିବ। ଯେହେତୁ ବୁଦ୍ଧି ଯୁଧିଷ୍ଠିରଙ୍କର ଯଥେଷ୍ଟ ବୁଦ୍ଧି ଅଛି, ସେ ମାଙ୍କୁ ସେ ଭାଇମାନଙ୍କୁ ମଧ୍ୟ ବୁଝାନ୍ତି ଏ କଥା କେବେ ବି ଠିକ ନୁହେଁ। କାହାକୁ ଗୋଟେ ହଠାତ୍ ମାରିଦେବା ଆଜି ଯେମିତି ସମାଜରେ ଘଟୁଛି, ଆଜି ତ ବେଶୀ ଘଟୁଛି। ସିଏ ପ୍ରକୃତରେ ବୁଦ୍ଧିଆ ମଣିଷ ନୁହେଁ। କିନ୍ତୁ ଗୀତା କହିଲେ ଯୋଗସ୍ଥଂ କୁରୁ କର୍ମ, ତମେ ଯାହା କରୁଛ କର। ହାତଟାକୁ ପାଇଛ ବୋଲି କ'ଣ ସେ ହାତଟା ଏ ହାତଟାକୁ କାହିଁକି ପାଇଛ? ତମେ ଭାବ, ଏ ହାତଟାକୁ ପାଇଛ ବୋଲି ତମେ ଭାବୁଛ ଏ ହାତରେ ମୁଁ ଛୁରୀ ଧରିବି, ବନ୍ଧୁକ ଧରିବି, ବମ୍ ଧରିବି, ଅମୁକ। ଏଇଥିପାଇଁ କ'ଣ ହାତ ସୃଷ୍ଟି ହେଇଥିଲା? ତେଣୁ ପ୍ରତ୍ୟେକ କଥାର ଗୋଟେ ତତ୍ଵ ଅଛି। ସେଇ ଲାଗି ଜଗନ୍ନାଥଙ୍କ ହାତ ପାପୁଲି ଜମା ନାହିଁ। ସେ ସ୍ୱୟଂ ବିନ୍ଧାଣୀ, ସେ ସ୍ୱୟଂ ଜଗତର ନାଥ। ସେ ଯେଉଁ ରୂପଟି ହେଇ ପୂଜା ପାଉଛନ୍ତି, ଆପଣମାନେ ତ ବିଜ୍ଞାନ ଭୂଗୋଳ ସବୁ ପଢ଼ିଥିବେ, ସେମିତିଆ ଗୋଟେ ଚିତ୍ର କୋଉଠି ଅଛି କି? ଆଫ୍ରିକା ଜଙ୍ଗଲରେ ଆଜି ବି ଗରୁଡ଼ ପକ୍ଷୀ ଅଛନ୍ତି, ଆମ ପାଖରେ ଅଛି କି? କିନ୍ତୁ ଗରୁଡ଼ କିନ୍ତୁ ଆମର ଠାକୁରଙ୍କ ଆଗରେ ରହିବ। ଆରେ ସିଏ କାହିଁକି ରହିବ? ସିଏ ତ ଗରୁଡ଼ ପକ୍ଷୀ ଯାଇକି ଆଫ୍ରିକା ଜଙ୍ଗଲରେ ଏବେ ଆଉ ଅଛନ୍ତି କି ନାହିଁ ସନ୍ଦେହ। ତମେ ଏତିକି ଦେଉଳ ଆଗରେ କାହିଁ ଗରୁଡ଼କୁ ବସଉଛ କ'ଣ? ତାର ଉତ୍ତର କିଛି ନାହିଁ। ସମସ୍ତେ ବସାନ୍ତି, ଆମେ ବସେଇଲୁ ଆଉ। କିନ୍ତୁ ଉତ୍ତରଟା ଯଦି ପ୍ରକୃତରେ ଆମେ ଜାଣିଥାନ୍ତେ, ତାହେଲେ ଆମେ ଗରୁଡ଼ଙ୍କୁ ଗରୁଡ଼ ରୂପରେ ପୂଜା କରୁଥାନ୍ତି। ଆମର କେହି ଗରୁଡ଼ଙ୍କୁ ନମସ୍କାର କରିବା ପାଇଁ ଇଚ୍ଛା ନାହିଁ, କାହାର ନାହିଁ। ଆ ଭିତରେ ଜଣେ ଦୁଇ ଜଣ ତିନି ଜଣ କାହାର ଥିବ। ସିଏ ପୁଣି ଥିବ କେମିତି? ଗୋଟେ ଆଶା ନେଇକିରି ଥିବ। ଗରୁଡ଼ ପଛରେ ଦେଖ ଦିଶୁଛି କଳା, ଆମେ
ଗରୁଡ଼ଙ୍କ ପଛରେ ଠିଆ ହେଇ ଜଗନ୍ନାଥଙ୍କୁ ଦର୍ଶନ କରିବୁ କାହିଁକି? କାହିଁକି କରିବୁ? ପ୍ରକୃତରେ କଲେ କ'ଣ ଲାଭ ହବ ସେଇଟାକୁ ଜାଣିଗଲେ ଆପଣଙ୍କ ଦଣ୍ଡବତ ହେବା ପାଇଁ ଇଚ୍ଛା ବି ହବ। ଲାଭଟା କ'ଣ? ଯିଏ ବସିଛନ୍ତି ସେ ଗରୁଡ଼ ନୁହନ୍ତି, ସେ ଗରୁଡ଼ ଭଳି ଦେଖାଯାଉଛି, କିନ୍ତୁ ସେ ଜଙ୍ଗଲର ଗରୁଡ଼ ନୁହନ୍ତି। ଆଫ୍ରିକା ଜଙ୍ଗଲରୁ ସେ ଆସିନାହାନ୍ତି। ତାଙ୍କୁ କ'ଣ ଆଫ୍ରିକା ଜଙ୍ଗଲରୁ ଆଣି ଥରେ ଅମୃତ ଖୁଆଇ ଛାଡ଼ି ଦେଇଛନ୍ତି, ସେଇ ଗୋଟାଏ ଗରୁଡ଼, ସେ ଆଉ ବୁଢ଼ା ହେଉନି କି ଟୋକା ହେଉନି, ଏ ସେଠି ବଇଛି। ସେ ଗରୁଡ଼ଙ୍କର ଆକୃତି ହେଉଛି ଏମିତି ବଇଛନ୍ତି। এইটা କୋଉ ମୁଦ୍ରା? ଭକ୍ତି ମୁଦ୍ରା। ଜଣେ ଜଣଙ୍କୁ ଭକ୍ତିରେ ପ୍ରଣାମ ଜଣାଉଛି, ତେଣୁ ସେ ହାତକୁ ଯୋଡ଼ିକିରି ବସିଛନ୍ତି। ତାହେଲେ ଗରୁଡ଼ କିଏ? ସେ ହେଉଛନ୍ତି ଭକ୍ତିର ପ୍ରତୀକ। ପୁଣି ବିଚାର କରିବା ଗରୁଡ଼ କିଏ? ରାତି ପାହିଲେ ସୂର୍ଯ୍ୟ ଉଦୟ ହୁଅନ୍ତି। ସୂର୍ଯ୍ୟ କେତେ ବାଟରେ ଅଛନ୍ତି? ଆମେ ଘରୁ ଦୁଆର ମୁହଁ ଡେଉଁ ଡେଉଁ ଖରା ପଡ଼ିଗଲା। କେମିତି ଖରା ପଡ଼ିଲା? ସୂର୍ଯ୍ୟ ଏତେ ବାଟରୁ ଆସିଲେ, ତାଙ୍କର ବି ଗୋଟେ ବାହନ କାଳେ ଅଛି ଅରୁଣ, ସେ ବାହନରେ ବି ସେ ଆସିନାହାନ୍ତି। କ'ଣ ଉଦୟ ହଉ ହଉ ପୃଥିବୀ ଆଲୋକିତ ହେଇଗଲା। ତାକୁ ବିଚାର କରାଯାଇଛି ଗରୁଡ଼ ହେଉଛନ୍ତି ଆଲୋକର ଗତି। ଆଉ ଯେଉଁ ଜୀବମାନେ ଅଛନ୍ତି ତାଙ୍କ ହାତରେ ଯଦି ଆମେ ଖବରଟା ଦେବା, ସେ ଖବରଟା ମାନେ ସେଠି ପହଞ୍ଚୁ ପହଞ୍ଚୁ, ଯାହାଙ୍କୁ ଆମେ ଡାକିବା ସେଠି ପହଞ୍ଚୁ ପହଞ୍ଚୁ 6 ମାସ ଖଣ୍ଡେ ଲାଗିଯିବ। ତେଣୁ ଦୁଃଖଟା ବର୍ତ୍ତମାନ ପଡ଼ିଛି, ମୁଁ ବର୍ତ୍ତମାନ ଡାକୁଛି, 6 ମାସ ପର୍ଯ୍ୟନ୍ତ କେମିତି ଅପେକ୍ଷା ମୁଁ କରିବି? ତେଣୁ ଦୁଃଖଟା ଜଣେଇଲେ 6 ମିନିଟ୍ ବି ଲାଗିବ ନାହିଁ। ଦୁଃଖଟାକୁ ଯାଇ ସିଏ ଆପଣ ଯୋଉ ଠାକୁରଙ୍କୁ ଡାକୁଛ, ସବୁ ଠାକୁର ଗୋଟାଏ, ସେଇଠି 5-6 ମିନିଟ୍ ଭିତରେ ପହଞ୍ଚିଦେବେ। ସେଇଥିପାଇଁ କୁହାଯାଉଛି ଗରୁଡ଼ ପଛରେ ଖାଲି ଏତିକି ନୁହଁ, ଆହୁରି ତା ତତ୍ତ୍ୱ ଆହୁରି ଅଛି। ଆଉ ଗୋଟେ ଜାଣିଗଲେ ଭଲ ଲାଗିବ। ଗରୁଡ଼ ହେଉଛନ୍ତି ସ୍ୱୟଂ ମହାଦେବ ଶିବ। ସିଏ ସେଠିକି ଆଇଛନ୍ତି ବିଷ୍ଣୁଙ୍କୁ ଦର୍ଶନ କରିବେ, ଜଗନ୍ନାଥଙ୍କୁ ଦର୍ଶନ କରିବେ। ଆଉ ଶିବଙ୍କ ମନ୍ଦିରରେ ଯେଉଁ ବୃଷଭ ଷଣ୍ଢ ଭଳିଆ ଦେଖାଯାଉଛି, ସେ ଷଣ୍ଢ ବୃଷଭକୁ ପୂଜା କରାଯାଉଛି। ସେ ବୃଷଭ କିଏ? ସିଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ। ଏଠି ବିଷ୍ଣୁ ପୂଜା କରୁଛନ୍ତି ଶିବଙ୍କୁ,
ସେଠି ଶିବ ପୂଜା କରୁଛନ୍ତି ବିଷ୍ଣୁ। ଆମେ ତ କିଛି ଜାଣିନୁ। ଆମ ଘରେ ତ ଆମର କାହା ସାଙ୍ଗରେ କାହାର ପଡୁନି। ଯୋଉଠି ବି ପଡୁଛି ସେଠି କ'ଣ ସବୁ ଏଇ କଥା ସବୁ ଆଲୋଚନା ହଉଛି। ହଉ ହେଇଗଲା ଆଉ। ଏଠି ଧର୍ମ ହଉଛନ୍ତି ବୃଷଭ, ଧର୍ମ ହଉଛନ୍ତି ଗରୁଡ଼। ଯୋଉ ମନ୍ଦିରକୁ ଯାଅ ପୂଜା କରିବା ପୂର୍ବରୁ ସେ ବାହନକୁ ଆଗେ ଭଲ ଭାବରେ ପୂଜା କର। ଏଇ ଜୀବନର ଗୋଟେ ଛୋଟିଆ କଥା, ମୁଁ ଛୋଟିଆ ମଣିଷଟିଏ ଛୋଟିଆ କଥାଟିଏ କହିଲି। ଧାମରାଇ ଯାଇଥିଲି। ଧାମରାରେ ଗୋଟେ ଆମର ଟୁଙ୍ଗି ଅଛି, ଆଶ୍ରମ। ଯାଇଥିଲୁ, କବାଟ ବନ୍ଦ, ରାତି ବହୁତ ହେଇଗଲାଣି। ମୋ ଧାମରା କ'ଣ ଧାମରାଇ ଜାଣିବେନି ଆମେ ଆଇଥିଲୁ ବୋଲି, ଚାଲ ପଳେଇବା। ପଳେଇ ଆସିଲା ବେଳକୁ ସିଂହ ମୂର୍ତ୍ତିଟି ଥିଲା। ସେଇ କଥାଟା ମୋ ମନ ଭିତରେ ଆସିଲା, ଆମେ ନିରସ୍ତ୍ର ହେଇ କାହିଁ ଫେରିବା, ଏଇ ସିଂହକୁ କହିଦେଇକି ଯିବା। ପିଲାମାନେ ଥିଲେ ସେ ସବୁ କଥାକୁ ଟିକେ ରହସ୍ୟ ବୋଲି ଭାବନ୍ତି। ବାବା ହେଠି ସିଂହ କାନରେ କ'ଣ କହିଲେଣି, ତେଣୁ ମୁଁ ସିଂହ କାନରେ କହିଦେଇକିରି ଆଇଲି। ମୋର ଯାହା କହିବା କଥା କହିଦେଇକିରି ଆଇଲି। ମୁଁ ଆଇଲା ବେଳକୁ ତୋର ପହର ପଡ଼ିଛି। ମୁଁ ବହୁତ ବ୍ୟାକୁଳରେ ଆଇଥିଲି, ଅନ୍ଧାରଟା କେହି ଦେଖାଯାଉନାହାନ୍ତି। ଆଉ ତତେ ମୁଁ କହିଦେଲି ତୁ ଯାଇକି ମାଆକୁ ଟିକେ କାଲି ସକାଳୁ କହିଲୁ। ପୁରା କଞ୍ଚା ଓଡ଼ିଆରେ କହିଲି, ସଂସ୍କୃତ ଶ୍ଲୋକ କ'ଣ ଦରକାର। ମୋର ମୁଁ ଚାଲି ଆଇଲି। ଯେଉଁ ବ୍ରାହ୍ମଣଟି ତାକୁ ସବୁଦିନ ପୂଜା କରେ, ସିଏ ହେରି ଟୁଏଲ୍ ତାକୁ ଏଣିକ ମାରି ଗାଧଉଥିଲା କି କ'ଣ ଗୋଟେ କଲା। ନମସ୍କାର ଟିକେ କଲା। ବାବା ଏତେ ରାତିରେ ମୁଁ କୁଆଡ଼େ ଆସିଲେ? ମୁଁ କହିଲି ମୁଁ କହିଦେଲି ଏଇ ପାଇଁ ଆଇଦେଲି। ନା ଆପଣ ଗୋଟେ କଥା ମାନିବେ? ମୁଁ କହିଲି କଥା ଯଦି ନ ମାନିବି ତାହେଲେ ମୁଁ ଆପଣଙ୍କ ସାଙ୍ଗେ କଥା କାହିଁ ହେବି? ମାନିବା ପାଇଁ ଆଇଛି। ଆପଣ ଯାହା ଭାବୁଛନ୍ତି ସେ ଯେଉଁ ସିଂହ ଆଗରେ କହିଦେଇ ଯାଆନ୍ତୁ, ସିଂହ କାନରେ କହିଦେଇ ଯାଆନ୍ତୁ। ଆଉ ଦେଖିବେ ସେ ଆପଣଙ୍କର ଇଚ୍ଛାକୁ ମା ନିଶ୍ଚୟ ପୂର୍ଣ୍ଣ କରିବେ। ଆଜି ବି ଆପଣ ଯିବେ ଧାମରାରେ ଆଶ୍ରମଟିଏ ହେଇଛି, ସେଇ କଥାଟା ସେ ସିଂହକୁ କହିକି ଯାଇଥିଲେ। ଏବେ ମୁଁ ଯେତେବେଳେ ଯାଏ ସେଇ ସିଂହକୁ ମୁଣ୍ଡିଆ ତୋରି ପାଖରେ ତ ଚାବି, ମୁଁ କାହିଁ ଆଡ଼କୁ ଯିବି? ତେଣୁ ଭକ୍ତିରେ ପ୍ରୀତି ନାହିଁ, ভক্তি কুঠারে ଏସବୁ କଥା ବାସ୍ତବ କଥା। ଆମକୁ କେହି
ବୁଝେଇ ନାହାନ୍ତି। ଯୋଉଠି ବୁଝିବୁ ସେତିକି ବି ଆମକୁ ନେଇନାହାନ୍ତି। ଆମେ ତ କିଛି ଜାଣିନୁ, ଯିଏ ଯାହା କହିଲା, ଯିଏ ଯାହା କହିଲା ସେଇଟା ହେଲା ବେଦରକାର। କିନ୍ତୁ ବୁଝିଲେ ଆପଣ ଭାବିବେ ଯେ ପ୍ରକୃତ ଦୁନିଆରେ ଆମେ ଯାହାଙ୍କୁ ଖୋଜୁଛୁ ସିଏ ସତ୍ୟ ଆମ ପାଖରେ ହିଁ ଅଛି। ତେଣୁ ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି, ଭବ ସାଗରୁ ଏଠି ସିଂହ ଆଉ ବୃଷଭର କଥା କହିଲି, କିନ୍ତୁ ପ୍ରକୃତରେ ଆପଣ ଅନୁଭବ କରିବେ ଗୋଟେ ରୋଗୀ ପଡ଼ିଛି, ଆପଣଙ୍କର ଜଣେ ଆତ୍ମୀୟ ସ୍ୱଜନ, ସେ ରୋଗାକ୍ରାନ୍ତ ହେଇ କଟକ ବା ଭୁବନେଶ୍ୱର ଯୋଉଠି ହଉ ମେଡିକାଲରେ ଖବରଟି ପାଇଲେ ସନ୍ଧ୍ୟାରେ ଯୋଉ ଖବର ପାଇବେ ସେଟା ସନ୍ଧ୍ୟାନ ମୁହୂର୍ତ୍ତ। ତେଣୁ ସେ ଖବରଟାରେ ଏତେ ମଙ୍ଗଳ ନାହିଁ, ମଙ୍ଗଳଟା ଟିକେ କମ୍ ଅଛି। ଦ୍ୱିତୀୟରେ ଆପଣ ସେଇଠି ବସି ନିଜ ଘର ଭିତରେ ବସି ଡାକ୍ତରଖାନାର ସେ ରୋଗୀକୁ ଏଇ ମାନେ ଆପଣଙ୍କ ବିଛଣା ପାଖରୁ ତାକୁ ପୁରା ମାନେ ଧ୍ୟାନରେ ଦେଖିବ, ତା ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ। କାହିଁକି? ଭଗବାନ ତା ଭିତରେ ବି ଅଛନ୍ତି। ଗୀତା ସେଇଥିପାଇଁ ବୁଝେଇଲେ। ଗୀତା କ'ଣ ବୁଝେଇଛନ୍ତି? ବିଦ୍ୟା ବିନୟ ସମ୍ପନ୍ନେ ଆମର ସେ ବିଶ୍ୱାସ ନାହିଁ। ବିଶ୍ୱାସକୁ ପୁଣି ଆମର ଯୋଉମାନେ ବିଶ୍ୱାସର କଥା ଆମକୁ ଶିଖଉଛନ୍ତି ସେଇମାନେ ଆମ ବିଶ୍ୱାସକୁ ଅବିଶ୍ୱାସ କରୁଛନ୍ତି। ମୁଁ ଏଇଠି କହୁନି, ତାଙ୍କ ପାଖରେ ବି କହିବି, ସେ ଏଇଠି ଥିଲେ ବି କହିଥାନ୍ତି। ମନେ କରାଯାଉ ଆମେ ଆମର କୋଉ 94 ପୁରୁଷ କି 95 ପୁରୁଷରୁ ଆମେ ଗୋଟେ ଶିବଙ୍କୁ ପୂଜା କରୁଛୁ। ଆମକୁ ଜଣେ ଆସି ବୁଝଉଛି, ଆରେ ଷଣ୍ଢକୁ କାହିଁ ପୂଜା କରୁଛ, ଇଏ ଷଣ୍ଢକୁ କାହିଁ ପୂଜା କରୁଛ। ଆମକୁ ଏମିତି ବୁଝେଇ ଦଉଛି ଯେ ଆମେ 2-3 ଘଣ୍ଟା ଭିତରେ ନୁଚିକିରି ଆସିକିରି ସେ ଷଣ୍ଢକୁ ଉପାଡ଼ିକିରି ତାକୁ ନେଇ ଫୋପାଡ଼ି ଦେଇଯାଉଛୁ। ଆମେ ଗୋଟେ ତୁଳସୀ ଗଛ ପୂଜା କରୁଛୁ, ମୂଳ ଠାରୁ ଅଗ ପର୍ଯ୍ୟନ୍ତ ଯଦି ଗୋଟିଏ ତୃଣ ଥାଏ ସେ ହେଉଛି ତୁଳସୀ। ଓଡ଼ିଶାର ଏମିତି ଘର ନାହିଁ ଯେଉଁ ଘରେ ତୁଳସୀଙ୍କର ପୂଜା ହୁଏନି। ଆଉ ଯୋଉଠି ଦେଖିଥିବେ ବୃନ୍ଦାବତୀଟି ଥିବେ କିନ୍ତୁ ତା ମୁଣ୍ଡ ଉପରେ ତୁଳସୀ ନଥିବ, ତାକୁ କେହି ଜଣେ ଭୁଷୁ ପଣ୍ଡିତ ଆସି ତାକୁ ଏମିତି ବୁଝେଇ ଦେଇଥିବ ଯେ ସେ ଗଲା ଯାଉଁ ସେ ତୁଳସୀ ଗଛକୁ ଉପାଡ଼ିବାର ନା। ଆମ ଭକ୍ତି ଗୁଡ଼ାକୁ, ଆମ ବିଶ୍ୱାସ ଗୁଡ଼ାକୁ ଏମିତି ନଷ୍ଟ କରିଦିଆହଉଛି।
ଆମେ ସନାତନ ଧର୍ମର ଲୋକ, ତମେ ଯଦି ବୁଝିପାରୁନା ଆମକୁ ପଚାରୁନା, ନହେଲେ ମତେ ଡାକୁନା ମୁଁ ଯିବି। ତୁମେ ସନାତନ ଧର୍ମକୁ ନେଇକିରି କୋଉଠି ପହଞ୍ଚେଇ ଦେଲଣି ଯେ ଯେମିତି ସନାତନ ଧର୍ମ ଯେ କିଛି ନୁହେଁ, କୁକୁର ମଳ ଠାରୁ ଆହୁରି ଛୋଟ। ନିଜେ ତ ବୁଝିନା ଆମକୁ ପଚାରୁନା, ଆମେ କହିବୁ। ନ କହିପାରିଲେ ଦି ଜାବୁଡା ଆମକୁ ଦବ। ମୁଁ ସେ କଣ ସେ ତାମିଲନାଡୁର ସେ ଯୋଉ ବାବୁଟି କହିଥିଲା, ତା ପାଖକୁ ମୁଁ ଗୋଟେ ଚିଠି ଲେଖିଲି, 2 ଥର ଲେଖିଲେଣି, ପୁଣି ଆଉ ଥରେ ଲେଖିବି। ମୁଁ ଲେଖିଲି ସନାତନ ଧର୍ମକୁ ମୂଳୋତ୍ପାଟନ ଆପଣ କରିବେ। କାହାକୁ ମୂଳୋତ୍ପାଟନ କରିବେ? ସକୁ କିମ୍ବା ନାକୁ କି ତକୁ କିମ୍ବା ନକୁ, କୋଉଟା ମୂଳୋତ୍ପାଟନ କରିବେ? ସନାତନୀ ବୁଝିଛି ସ କହିଲେ ସତ୍ୟ, ସଂଯମ, ସତ୍ସଙ୍ଗ, ସତ ସଂକଳ୍ପ, ତାହେଲେ ତାକୁ ମୂଳୋତ୍ପାଟନ କରିବେ। ଯଦି ସକୁ ନ ପାରିବେ ନାକୁ ମୂଳୋତ୍ପାଟନ କରିବେ। କୋଉ ନାମକୁ ମୂଳୋତ୍ପାଟନ କରିବେ? ଆମେ ଆମର ହରେ ରାମ କୃଷ୍ଣ ଗୋବିନ୍ଦ ଗୋପାଳ ମଧୁସୂଦନ ଦୁନିଆ କଥା ଆମେ ପୂଜା କରୁଛୁ। ଆପଣମାନେ ପୂଜା କରୁଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କୁ ପୂଜା କରୁଛନ୍ତି, ଚର୍ଚ୍ଚକୁ ପୂଜା କରୁଛନ୍ତି, ମସଜିଦ କି ପୂଜା କରୁଛନ୍ତି। ସେଗୁଡାକ ମୂଳୋତ୍ପାଟନ କରିବେ। ତାହେଲେ ମୂଳୋତ୍ପାଟନ କରନ୍ତୁ, ତାହେଲେ ଆମେ ଯାଇକି ଦେଖିବା। ଆଉ ଆପଣରା ଉତ୍ତର ଦେବେ, ନହେଲେ ମୁଁ ଆପଣଙ୍କ ଘର ଦୁଆର ମୁହଁକୁ ଯିବି, ଦୁଆର ମୁହଁ ଆଗରେ ମୁଁ କହିବି। ଆପଣ ମୋତେ ଗୁଳି କରି ମାରିଦେବେ, କିନ୍ତୁ ମୁଁ ଧର୍ମ ନିନ୍ଦା ସହିପାରିବିନି। ମୋତେ ବି ଆପଣ ବାଇବେଲ ଦିଅନ୍ତୁ, ମୁଁ ବାଇବେଲ ବୁଝେଇବି। ମୋତେ ବି ଆପଣ କୁରଆନ ଦିଅନ୍ତୁ, ମୁଁ କୁରଆନ ବୁଝେଇବି। କିନ୍ତୁ ଆପଣ ସନାତନ ଧର୍ମର ଗୀତାକୁ ଟିକେ ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ତେଣୁ ସଜ୍ଜନ, ଏମିତି ଆମ ଭିତରେ ଆମେ ପ୍ରକୃତରେ ସମସ୍ତେ ଭଲ। ଏଠି ଯଦି ଭଲ ଲୋକ ନଥାନ୍ତେ, ଏଠି ଏତେ ଲୋକ ବଇଥାନ୍ତେ କେମିତି? ଏ କାହିଁକି ବଇଛନ୍ତି? କଣ ଏଠି କଣ ପାଇଁ ବଇଛନ୍ତି? ସେ ବଇଛନ୍ତି କେବଳ ଭଲ କଥା ଟିକେ ଶୁଣିବେ। ମୁଁ ଭଲ କି ମନ୍ଦ ସେ ଜାଣିନାହାନ୍ତି, କିନ୍ତୁ ଯେହେତୁ ମୁଁ କଥା ଦିପଦ କହୁଛି, ଭଲ କଥା ଦେଇ ଗୀତା ଭାଗବତ, ମୁଁ ତେଣୁ ତାକୁ କାନ ଦେଇ ଶୁଣୁଛନ୍ତି। ବର୍ତ୍ତମାନ ବି ଆପଣମାନେ ଦେଖନ୍ତୁ, ଇଏ ଏରିଆ ବୁଲି ଆସିବେ, ଗୋଟେ ସର୍ଭେ ମନେ ମନେ କରିବେ, ଜଣେଇକିରି କରିବେନି, ଗୁପ୍ତରେ କରିବେ। ଏଇ ବଜାରରେ ଅଭଦ୍ର ଲୋକ କେତେ, ଭଦ୍ର ଲୋକ କେତେ? ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦଉଛି, ମୁଁ ବରଂ ଆପଣଙ୍କ ସାଙ୍ଗରେ ଯିବି। ଅଭଦ୍ର ଲୋକ 5ଟି, ଭଦ୍ର ଲୋକ 20ଟି। ନିଜ ନିଜ କାମରେ ସମସ୍ତେ ବ୍ୟସ୍ତ। ଇଏ 5ଟା 3ଟା ମାନେ ଗୋଟେ ଉତ୍ପାତ ସୃଷ୍ଟି କରୁଛନ୍ତି। ଆଉ ତେଣୁ ସଜ୍ଜନ, ଇଏ ଯେମିତି ଆମ ଲୋକ ଗୁଡ଼ିକ କହୁ, ଏଇଟା କଳିଯୁଗ। କଳିଯୁଗ କଣ? କଳିଯୁଗ କଣ? କଳିଯୁଗ ମାନେ ଗଣ୍ଡଗୋଳ କରିବା, ଏଇ ହେଉଛି କଳିଯୁଗ। କଳି କହିଲେ କଢ଼। ଇଏ କଢ଼ଟି କେମିତି ଫୁଟିବ?
କେବଳ ଫୁଟିବାର ଉପାୟ ହେଉଛି ନାମ। ମୋ ନାମ ଶ୍ରବଣ ଜଣେ ଜଣଙ୍କୁ ଗୋଟିଏ ଶିଷ୍ୟ ଯାଇ ଗୁରୁଙ୍କୁ କହିଲା, ମୋତେ ଟିକେ ନାମ ଦେଲେ ହୁଅନ୍ତାନି। ଏ ନାମ କ'ଣ? ସେ ଭାଇମାନଙ୍କୁ ଯେଉଁଟା ଦେଇଛନ୍ତି, ଆରେ ସେ ଭାଇମାନଙ୍କୁ କ'ଣ ନାମ ଦେଇଛି ତୁ କେମିତି ଜାଣିଲୁ? ସେ ତାର କେତେ ଗୁଡ଼ିଏ କଥା କହିଲା। ଅତି ଯେତେବେଳେ ବିରକ୍ତ ହେଲା, ଇଏ ଟିକେ ରାଗି ଯାଇ କହିଲେ, ହେ ବକ୍ ବକ୍ ମତ ଯା। ସିଏ ଭାବିଲା ମୋତେ ଗୁରୁଦେବ ନାମ ଦେଲେ। ସିଏ ଦୌଡ଼ି ଦୌଡ଼ି ଯାଇ ତା ବସା ଘରେ କମଳଟିଏ ପକେଇ ବସିଲା, ଚକାସନ କରି ବସିଲା, ହାତରେ ହେ କେବ କବ କମତ ହେ କେବ କବ, କେବଳ ହେ କେବ କବ କମତ କର ଏଇ ମନ୍ତ୍ରକୁ ବଜିଲା। ଏଇ ମନ୍ତ୍ର ଏତେ ସିଦ୍ଧି ହେଲା, ଭଗବାନ ମହାଲକ୍ଷ୍ମୀ ନାରାୟଣଙ୍କୁ କହୁଛନ୍ତି, ପ୍ରଭୁ ଆପଣ କେତେ ଭକ୍ତଙ୍କୁ ଉଦ୍ଧାର କରିଛନ୍ତି। ଇଏ ଗୋଟିଏ ଭକ୍ତ, ତାରେ ହରେ ନାହିଁ କି ରାମ ନାହିଁ କି କୀର୍ତ୍ତ ନାହିଁ କି କିଛି ନାହିଁ। ହେ ବକ ବକ ମତ କର, ଇଏ ଗୋଟା କ'ଣ ମନ୍ତ୍ର? କିନ୍ତୁ ତାକୁ ଗୁରୁ କହିଦେଇଛନ୍ତି, ସିଏ ତାର ଜପୁଛି। ଆଉ ଆପଣ ତାକୁ ଟିକେ କୃପା କରନ୍ତୁ। ଗୁରୁ କୃପା ହି କେବଲମ୍, ଗୋଟିଏ ଲୋକଟେ ବୁଝିଲେ, କଥା କହିବା ଆରମ୍ଭ କରୁଥିଲି, ଖନା ମୋ ପାଟି ନାଗୁଥିଲା, ମୁଁ କିଛି କହିପାରୁନି। ଏଇ ଖନା ଅଗିଣା ଗୀତା କହୁଛି। ଏ କୃପାଟା କାହାର? ତେଣୁ ସଜ୍ଜନ, ଖାଲି ଶ୍ଳୋକ ଗୁଡ଼ାକ ପଢ଼ିଗଲେ ହବନି। ଭୂକଂ କରୋତି ବାଦାଳଂ ପଙ୍ଗଂ ଲଙ୍ଘୟତେ ଗିରି ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ। ଖାଲି ପଢ଼ିଦେଲେ ହବନି, ଆକୁ ପ୍ରାକ୍ଟିକାଲି ବୁଝିବାକୁ ପଡ଼ିବ। ମୁଁ ସେଇ ଖନା ବଳିଆ ଆଜି ଭାରତ ବାହାରେ ସବୁଆଡ଼େ ବୁଲିକିରି ମୋ କଥା ମୁଁ କହୁଛି। ତୋ ଦୟା ହେଲେ ତୋହର ନହିଲେ କରୁଣା
ସଜ୍ଜନ ଗୁରୁ କୃପା ହିଁ କେବଳମ୍। ମୁଁ ଏଠି ବସିଛି ଅଳ୍ପ ଲୋକ ବୋଲି ଭାବିକିରି କଥା କହୁନି। ଯେତିକି ଆପଣମାନେ ବହିଛନ୍ତି, ଯଦି ବାର୍ତ୍ତାଟି ସେତିକି କିଛି ଲୋକଙ୍କ ପାଖରେ ଆପଣ ପରିବେଷଣ କରିବେ, ସିଏ ମଧ୍ୟ ହଜାର ହଜାର ଲୋକ ତାକୁ ଶୁଣିବେ। କାହିଁ ଶୁଣିବେନି? କାହିଁକି ଶୁଣିବେନି? ତା ଭିତରେ କ'ଣ କାହାକୁ ଶଳା ଭାଇଁଚ ଆମେ ଶୋଧିଛୁ ନା କାହାକୁ ଆମେ ଭଲ ମନ୍ଦ କଥା କହିଛୁ? ଆମେ କହୁଛୁ ମାନେ ତାଙ୍କରି ଜୀବନ କଥାଟା କହୁଛୁ। ସେ କାହିଁ ଲାଗିବେ? ତେଣୁ ସମସ୍ତଙ୍କୁ ସେଇ ବାର୍ତ୍ତା ଜଣେଇ ଦେବେ। ତମେ କାହାକୁ ଗୁରୁ କରିବ ସେଇଟା ଟିକେ ପଛରେ ଚିନ୍ତା କରିବ। ପ୍ରଥମ ଶ୍ରେଣୀ ପାସ୍ କଲେ ଦ୍ୱିତୀୟକୁ ଯିବ ନା, ଆଉ ଦ୍ୱିତୀୟ ପାସ୍ କଲେ ତୃତୀୟ, ଆଉ ତମେ ଏକାଥରେ ପଞ୍ଚମ ଶ୍ରେଣୀରେ ନାଁ ଲେଖଉଛ। ତେଣୁ ଗୁରୁଙ୍କୁ ନ ମଣିବ ଗୋଟିଏ ବିଶିଷ୍ଟ ମା, ଭଦ୍ର, ବହୁତ ଭଦ୍ର, ଆସିଥିଲେ ଆଶ୍ରମ। କହିଲେ ମୁଁ ଟିକେ ବାବାଙ୍କ ସାଙ୍ଗରେ 2 ମିନିଟ୍ ଟିକେ କଥା ହେବି, ଆପଣମାନେ ଟିକେ ସମସ୍ତେ ଯାଆନ୍ତୁ। ମୋତେ ଟିକେ ସେଗୁଡ଼ା ଟିକେ ଅଡ଼ୁଆ ଲାଗେ। ଏ ପିଲା ଯାଅ ଯାଅ ଟିକେ, କ'ଣ ମା କହିବ କହୁ। କ'ଣ କହିଲେ? ବୋହୂ ହେଇ ଆଇଥିଲି, ସେତେବେଳେ ବୋହୂ ପଣିଆ ମୁଁ କ'ଣ ମୁଁ ଜାଣିନଥିଲି। ମୋତେ ମୋ ଶାଶୁ ଚାହା ବରାଦ କଲେ। ମୁଁ କହିଲି ମା ମୁଁ ଯାଉଛି ଟିକେ ଅଫିସ୍ ଟାଇମ୍ ଗୋଳମାଳ ହେଇଯିବ, ଟିକେ ଯାଉଛି ବୁଲିକିରି। ସିଏ କହିଲେ ମୁଁ ଶାଶୁ, ମୁଁ ତୋତେ କହୁଛି ଅଫିସ୍ ଟାଇମ୍ ମୋର କ'ଣ ହେଇଯିବ, ତୋର ଅଫିସ୍ ଯାଉ, ତୁ ମୋଟାକେ ଚା କରିଦେଇ ଯା। ନା ମୁଁ ତ ପୋଲିସ ଚାକିରି କରିଛି, ସେ ଡିଏସ୍ପି। ମୁଁ ତ ପୋଲିସ ଚାକିରି କରିଛି, ଡିଏସ୍ପିର ଗୋଟେ ଭର୍ସନ ମୋ ଭିତରେ ଅଛି। ମୁଁ ସବୁ ଗୋଡ଼ଟା ଯେଉଁ ମୋର ଥିଲା, ଜୋତା ପିନ୍ଧିକିରି ଥିଲା, ସେଇଥିରେ ପକେଇ ଦେଇଛୁ 2ଟା ଗୋଇଠା, ପକେଇ ଦେଇ ପଳେଇ ଆଇଲି। ଅଫିସରେ ଆଉ ମନ ମୋର ରହିଲା ନାହିଁ। ଦୌଡ଼ିକିରି ପୁଣି ଆସିଲି, ସାଷ୍ଟାଙ୍ଗ ଦଣ୍ଡବତ କରି କହିଲି ମା ଗୋଟେ ରାଗରେ ମୁଁ ଏମିତି କହିଦେଲି, ମା ମୋତେ କ୍ଷମା ଦେ। ଶାଶୁ ମୋର ମୋ ମୁଣ୍ଡକୁ ଆଉଁସି ଦେଲା, କହିଲା ଏଇଟା ତୁ କ'ଣ ବୋହୂ, ତୁ ବା ମୋ ଝିଅ, ଝିଅ ପୁଅ କ'ଣ ବାପା ମାଆଙ୍କୁ ମାରନ୍ତିନି? ତୁ ସେଠି ମାରିଦେଲେ ମୁଁ କାହିଁ ମନ ଦୁଃଖ କରିବି? ତୁ ଯା ଅଫିସକି ଯାଉଛୁ, ଖାଇଦେଇକି ଯା, ମୁଁ ପଛରେ ଖାଇବି। କହିଲା ବାବା ସେ ଦିନ ଗଲାଣି, କେତେ ଦିନ ହେଲାଣି। ମୁଁ ଡିଏସ୍ପିରୁ ଆଜି ରିଟାୟାର୍ଡ ହେଇଗଲିଣି। ରିଟାୟାର୍ଡ ହେବି ବୋଲି କହିଲା, ଏଇ 2 ମାସ ଭିତରେ ରିଟାୟାର୍ଡ ହେବି। ଏଇ ଯେଉଁ ପାପ ମୁଁ ଜୀବନରେ କରିଛି, ମୁଁ କାହାକୁ ଆଉ କ୍ଷମା ମାଗିବି? ମା ତ ନାହାନ୍ତି, ବାପା ତ ନାହାନ୍ତି, ସ୍ୱାମୀକି ତ କହିପାରିବିନି। ତେଣୁ ମୁଁ କାହାକୁ କହିବି ଏମିତି ଭାବୁ ଭାବୁ ଜଣେ ବ୍ୟକ୍ତିକି ପାଇଲେ, ସେ ଆପଣଙ୍କ ନାଁଟି କହିଲା। ତେଣୁ ମୁଁ ସେଇ ନାକି ଆଇଛି। ଆଉ ଯେତେବେଳେ ସେ କହୁଥିଲା ତା ଆଖିରୁ ଲୁହ ଗଡୁଥିଲା, ମୋ ଆଖିରୁ ବି ଲୁହ ଗଡ଼ିଲା।
ଲୁହକୁ ପୋଛାପୋଛି କରି ତା ମୁଣ୍ଡରେ ମୁଁ ଟିକେ ହାତ ଦେଇ କହିଲି, ମା, ଏମିତି ହେଇଯାଏ, ଭୁଲ ମଣିଷ କରେ। ସବୁ ଭୁଲର କ୍ଷମା ସେ ଦିଅନ୍ତି ବୋଲି ତାଙ୍କ ନାଁ ହେଉଛି କ୍ଷମାନିଧି। ତାଙ୍କ ନାଁ କରୁଣାର ସାଗର। ଯା ମା, ଅଫିସକି ଯା, ଏଭଳି ଭୁଲ ଆଉ ଜୀବନରେ କରିବ। ତେଣୁ ସଜ୍ଜନ ଗୁରୁ ହିଁ କ୍ଷମା ଦିଅନ୍ତି। ଗୁରୁ ବାୟା କହିଲେ, ଗୁରୁ ରୂପେ କୃଷ୍ଣ କୃପା ତତ୍ୱର ଗୁରୁ ତତ୍ୱ ନିରୁକ୍ତ ହେଲେ ଛାଡ଼ ବେଦ। ଆଉ ଗୋଟେ ପଦ ମତେ ବାବା ମାନସ ଗୁରୁ କହିଥିଲେ, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। ଆଉ ଗୋଟିଏ ପଦ କବି କହିଥିଲେ, କେତେ କେତେ ବିପତ୍ତି ନ ଆସିଲା, ଏକା କୃଷ୍ଣ ଥିବାରୁ କିଛି ନ ବାହାରିଲା। ଜୀବନରେ ଯିଏ ଗୁରୁ କୃପା, କୃଷ୍ଣ କୃପା ଯିଏ ଅର୍ଜନ କରିଛନ୍ତି, ବିପଦ ତାଙ୍କ ପାଖକୁ ଆସିବ, କିନ୍ତୁ ଅଳ୍ପ ସମୟ ରହି ପଳେଇବ। ବିପଦ ନୁହଁ ବିପଦ କେବେ, ଏଇ କଥାକୁ ପ୍ରତିଷ୍ଠା କରିବା ପାଇଁ ଭାରତବର୍ଷରେ ଦୁଇଟି ଶାସ୍ତ୍ର ସୃଷ୍ଟି ହୋଇଛନ୍ତି, ଗଙ୍ଗା ଆଉ ଯମୁନା। ଗୋଟିଏ ମହାଭାରତ, ଗୋଟିଏ ରାମାୟଣ। ବେଳେ ବେଳେ ପଢ଼ନ୍ତୁ, ସବୁବେଳେ ପଢ଼ିବା ପାଇଁ ମୁଁ କାହାକୁ ବାଧ୍ୟ କରେ ନା। ସେ କଥା ଭିତରେ କେତେ ଗାଉଁଲି ଶିକ୍ଷା, ପରିବାର ଶିକ୍ଷା। ଆମେ ରାମାୟଣ ପଢ଼ିବା, ହଉ ପଢ଼ିବା, ଭଲ ହେଲା। ଚାଲ ଆଜି ରାମ ମନ୍ଦିରକୁ ଯିବା, ମୁଣ୍ଡିଆ ମାରିବା, କାଲିଠୁ ପଢ଼ିବା। ରାମ ମନ୍ଦିର ଗଲାକୁ ରାମ ତମେ କ'ଣ 4 ଜଣ ବଇଛନ୍ତି? ରାମ, ଲକ୍ଷ୍ମଣ ଆଉ କିଏ ଚାହୁଁଛନ୍ତି? ରାମ ବଇଛନ୍ତି, ଲକ୍ଷ୍ମଣ ବଇଛନ୍ତି, ଭରତ, ଶତ୍ରୁଘ୍ନ, ହଁ 6 ଜଣ ବଇଛନ୍ତି। ସୀତା ବଇଛନ୍ତି, ପୁଣି ହନୁମାନ ବଇଛନ୍ତି। ଆଉ ରାମକୁ କ'ଣ ଦେଖିବା? ଆଉ ରାମ କିଏ? ତେଣୁ ସଜ୍ଜନ ଇଏ ଆଉ କ'ଣ କରିବେ? ସଜ୍ଜନ ଏଇଠି ବୁଝନ୍ତୁ, ରାମ ମନ୍ଦିରକୁ ଆମେ ଯାଉଛୁ, ରାମ ନାମ ଆମେ କରୁଛୁ, ରାମଙ୍କ ମୂର୍ତ୍ତି ମାନେ ଦେଉଳରେ ରଖିକିରି ଖାଲି ଆଳତୀ ମାନେ ଏମିତି କରି ପକଉଛନ୍ତି ଯେ ଆଉ କିନ୍ତୁ ଆମ ଘରେ ରାମ ଲକ୍ଷ୍ମଣଙ୍କ ଭିତରେ ମକଦ୍ଦମା, ରାମ ସୀତାଙ୍କ ଭିତରେ ଡିଭୋର୍ସ, ଆଉ ଭାଇ ଭାଇ ଭିତରେ ଆଉ କ'ଣ ଚାଲିଥିବ? ତାହେଲେ ରାମାୟଣ ପାଠର କ'ଣ ମହତ୍ଵ ଆମେମାନେ ବୁଝିଲେ?
ତେଣୁ ଯେଉଁ କଥା ଆପଣ କୃଷ୍ଣଙ୍କର ଜୀବନୀ କି ଟିକେ ଲକ୍ଷ୍ୟ କରନ୍ତୁ। ମୁଁ କହୁନି ସେ କାଳାଣ୍ଡି ହ୍ରଦ ଏ କଥା ସବୁ ମୁଁ କହୁନି। କୃଷ୍ଣ ଜନ୍ମ ହେଲେ କୋଉଠି? ସେ ଯେଉଁ ମଥୁରାର ବନ୍ଦୀଶାଳାରେ। ମୁଁ ତୋ ଆଡ଼ୁ କଣ ତୁ ସାଡ଼ୁ କଣ? କୃଷ୍ଣ ଜନ୍ମ ହେଲେ ମଥୁରାର ବନ୍ଦୀଶାଳା। ତାହେଲେ ସେଇଟା ହେଲା ଏକ। ମଥୁରାରେ ବନ୍ଦୀଶାଳାରେ ଜନ୍ମ ହେଇ ତାପରେ କୁଆଡ଼େ ଗଲେ? ବସୁଦେବଙ୍କ ମସ୍ତକରେ ବସିକିରି ଗଲେ ଗୋପକୁ। ଏକ ପରେ କ'ଣ? ଦୁଇ। ସେଠି ତାକୁ ରଖିଲେ। ନନ୍ଦକୁ କହିଲେ ଇଏ ଦାୟିତ୍ୱରେ ରହିଲା, ମୁଁ ଯାଉଛି। ଯଦି ବଞ୍ଚି ରହିବା ପୁଣି ଦେଖା ସାକ୍ଷାତ ହେବା। ମିତ୍ର ଇଏ ଛୁଆ ଦେଖି କେତେବେଳେ ଅଣହେଳା କରିବ। ନନ୍ଦ ଦେଲେ କନ୍ୟାକୁ କଲେ ଇଏ କନ୍ୟା ଟିକେ ନେଇଯାଅ, ସେ ତମ ପାଖରେ। କାରଣ କଂସକୁ ଆଦେଶ ହେଇଛି ପୁଅକୁ ମାରିବ, ଝିଅକୁ ମାରିବା ପାଇଁ କହିନି। ତେଣୁ ସିଏ ଯେତେବେଳେ ଆସି ଦେଖିବ ଇଏ ଝିଅଟା, ସେ ମାରିବନି ଆଉ ଛାଡ଼ିଯିବ। ପୁଣି ଆଇଲେ ମଥୁରାକୁ, ତମେ ଗଣୁଥା ଭୁଲ ଭାଲ ହେଇଯିବ। ମଥୁରାକୁ ଆଇଲେ, ପୁଣି ଗଲେ ଗୋପକୁ। ଗୋପରୁ ପୁଣି ଆଇଲେ ମଥୁରାକୁ। ତାକୁ ପୁରା କହିଲେ ସବୁ ଜଣାପଡ଼ିବ। ତାପରେ ସେଠୁ ପୁଣି କାମ ସାରି ଗଲେ ଦ୍ୱାରିକା। ଦ୍ୱାରିକାରେ ଲୀଳା ଶେଷ କଲେ। ଆଉ ତ ଯୁଦ୍ଧ ଫୁଦ୍ଧ ଯାହା ସବୁ ତା ଭିତରେ ହେଇଗଲା। କୃଷ୍ଣଙ୍କ ଭଳି ଜୀବନ, କୃଷ୍ଣଙ୍କ ଭଳି ଜୀବନ୍ତ ଠାକୁର, ରାମଙ୍କ ଭଳି ଆଦର୍ଶ ପୁରୁଷୋତ୍ତମ ପୃଥିବୀରେ ବିରଳ। କେହି ଏମିତିଆ ଠାକୁର ସୃଷ୍ଟି କରିପାରିବେନି। ସେଇ କଥାଟି ମୁଁ ଆପଣମାନଙ୍କୁ କହୁଛି। ଇଏ କେଇଥର ଗଲେ, କେଇଥର ଆଇଲେ, ତାଙ୍କର ଲାଭ କ'ଣ? କୃଷ୍ଣ ତ ବହୁତ ଥର ଗଲେ, ବହୁତ ଥର ଆଇଲେ। ସେ କ'ଣଟା ଲାଭ ପାଇଲେ? କ'ଣ ସେ ଯୁଦ୍ଧ କ୍ଷେତ୍ରରୁ ତାଙ୍କୁ ଦିଗୁଣ୍ଠୁ ଦିଆହେଲା? ତୁମେ ଏତେ ପରିଶ୍ରମ କରୁଛ, ମଧ୍ୟସ୍ଥି ହିସାବରେ ନିଅ ଏ ଦିଗୁଣ୍ଠୁ, ତମେ ତମର କୋଠା କରିବ। ଆଉ ରାମ ଏତେ କଷ୍ଟ କଲେ, ଯେଉଁ କଷ୍ଟ ଯେ ଆଉ କହିବା କଥା ନାହିଁ। ମାନେ ଜୀବନ ସାରା ସେ ଖାଲି, ସେ ଠାକୁର ଜୀବନ ସାରା କାନ୍ଦିଛି। ଆଉ ଏ ଯେଉଁ ଠାକୁର ଜୀବନ ସାରା ହସିଛି। ତେଣୁ ଏଇ ଦୁଇଟି ଠାକୁରଙ୍କୁ ପୂଜା କଲେ ଦୁଃଖ ସୁଖର ବିଚାର ସେ କରିବେ। ତେଣୁ ଏଇସବୁ କଥାକୁ ଆପଣମାନେ ବୁଝିଲେ ମାନେ ବହୁତ ବଢ଼ିଆ ଲାଗିବ। ମୁଁ ରାମାୟଣ କୁହେନି, ମୁଁ ରାବଣ ଚରିତ ମାନସ କୁହେ। ରାମ ଚରିତ୍ର ମାନସ ସମସ୍ତେ କହୁଛନ୍ତି, ମୋର ମୁଁ କହେ ରାବଣ ଚରିତ ମାନସ। ଯଦି କେତେବେଳେ ସେମିତି ଗୋଟେ ସମୟ ଜୁଟିବ, କହିଦେବା ଖଣ୍ଡେ ରାବଣ ଚରିତ ମାନସ। ତେଣୁ ଆଦର୍ଶକୁ ଆମେ ଭୁଲି ଯାଇଛୁ। ଆମ ଜୀବନର ବ୍ରତକୁ ଆମେ ଭୁଲିଗଲୁ। ଜୀବନର ଇଷ୍ଟଙ୍କୁ ଭୁଲି ଯାଉଛୁ, ଗୁରୁଙ୍କୁ ଭୁଲି ଯାଉଛୁ, କର୍ମକୁ ଭୁଲି ଯାଉଛୁ। ତାହେଲେ କେମିତି ଆମେ ଭଲ ମଣିଷ ହେବା? କେମିତି ଆମେ ଭଲ ପରିବାର ଗଠନ କରିବା? ବୈକୁଣ୍ଠ ସମାନ ଅଟେ ସେ
ଆଚ୍ଛା ଏମିତିଆ କଥାଟା କେଉଁଠି ବଜାରରେ ମିଳେ? ତାଳଚେର FCI ବଜାର ମୁଁ ତ ଦେଖିନି ଭଲ କିନି, ମୁଁ ଖାଲି ଅନୁମାନ କି ଅନୁଗୁଳ ହଉ କି ଯା କେଉଁ ବଜାରରେ ମିଳିବ? ସ୍ନେହ, ଶ୍ରଦ୍ଧା, ମମତା, ଠାକୁର କ'ଣ ଏଇ ଚାହୁଁଛନ୍ତି ଫୁଲ ଚନ୍ଦନ, ସେଟା କାହିଁ ଏତେ ତାଙ୍କୁ ଦଉଛ? ସେ ବା ନିଜେ ଫୁଲ, ସେ ବା ନିଜେ ଫୁଲରେ ସଜେଇ ହେଇଛନ୍ତି, ଫଳକୁ ସିଏ ସୃଷ୍ଟି କରିଛନ୍ତି। କ'ଣ କୁଆଡ଼େ ଭାରି ପଳେଇଲେ ନା କ'ଣ? ଆସନ୍ତୁ ଆଗେ ଏଠିକି ଆସନ୍ତୁ। ତେଣୁ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋ ମେ ଭକ୍ତ୍ୟା ପଚାର୍ଚ୍ଚତେ। ଜୟ ଗୁରୁ, ଜୟ ଜଗନ୍ନାଥ। ବାବା ରହିବେ ତ? ହଉ, ପୁଣି ଦେଖା ହବ, ପୁଣି ଆସିବା। ଇଏ ଆସିବା କି ନାହିଁ ମୁଁ ଘର ମାଲିକଙ୍କୁ ପଚାରିନି, ତେଣୁ ମୁଁ କହିସାରିଲି। ତେଣୁ ସଜ୍ଜନ, ଏ ହେଉଛି ଆମର ଶାସ୍ତ୍ର। ଆମେ ତାକୁ ଠିକ୍ ଭାବରେ ବୁଝିବା। ତେଣୁ ଆମେ ଯେଉଁ ସନାତନ ଧର୍ମରେ ସବୁ ଜନ୍ମ ହେଇଛୁ, ଖାଲି ଏତିକି ମାନନ୍ତୁ ସତ୍ୟ। ସତ୍ୟଂ ବଦିଷ୍ୟାମି, ମୁଁ ସତ କହିବି, ନାମ କରିବି, ସବୁ କଥାର ତତ୍ତ୍ୱକୁ ବୁଝିବି ଏବଂ ନମ୍ରତା ଗୁଣକୁ ଆଚରଣ କରିବି। ଆପଣ 9 ଅକ୍ଷରକୁ ଆଗ ଚିନ୍ତା କରନ୍ତୁ। ଇଏ 9 ଅକ୍ଷରକୁ ଆଗ ଚିନ୍ତା କଲେ କ'ଣ ହବ? ସୂର୍ଯ୍ୟଙ୍କୁ ନମସ୍କାର କର। ନମୋ ବିବସ୍ୱତେ ବ୍ରହ୍ମନ୍ ଭାସ୍ୱତେ। ସୂର୍ଯ୍ୟଙ୍କୁ ନମସ୍କାର କରି ତମ ଜୀବନର ଦୁଃଖ କୁହ। ଆଡ଼େ ସାଡ଼େ କାହିଁ କହୁଛନ୍ତି? ଯେମିତି ଗୋଟେ ରୋଗ ହେଲା, ଗୋଟେ ଜାତକ ଧରି କୁଆଡ଼େ ଗଲ, କାହିଁକି? ଆଗେ ସୂର୍ଯ୍ୟଙ୍କୁ କୁହ। ଯଦି ସୂର୍ଯ୍ୟ ନାହାନ୍ତି ଦିନରେ, ରାତିରେ ଚନ୍ଦ୍ରମାଙ୍କୁ କୁହ। ଚନ୍ଦ୍ରମା ଯଦି ଚନ୍ଦ୍ରମା ବି ସେଦିନ ଉଇ ନଥିବେ, ତାଙ୍କର ଅମାବାସ୍ୟା ପର୍ଯ୍ୟନ୍ତ ଛିଡ଼ି ଯାଆନ୍ତି, ଆପଣ 10ଟା 11ଟା ବେଳେ ଚନ୍ଦ୍ରମାଙ୍କୁ ଜଣେଇଲେ ସେ କେମିତି ଜାଣିବେ? ନକ୍ଷତ୍ରାଣାଂ ମହଂ ଶଶୀ, ଇଏ ନକ୍ଷତ୍ରମାନଙ୍କୁ ଜଣାଅ, ସିଏ ଚନ୍ଦ୍ରଙ୍କୁ ଜଣେଇବେ। ପରିଷ୍କାର ଭାବରେ ଜଣାଅ, ମନ୍ତ୍ର ଫନ୍ତ୍ର ନୁହେଁ, ଏଟା ଭୁଲ ହେଇଯାଉଛି। ବହୁ ମନ୍ତ୍ର, ସବୁ ଦୁଃଖ ସବୁ ସୁଖ ସେ ବୁଝିବେ। ତର୍ତ୍ତର ହେଲେ କ'ଣ ସବୁ ହବ? ନକ୍ଷତ୍ରାଣାଂ ଆଦିତ୍ୟଂ ନାମହଂ ବିଷ୍ଣୁ ଜ୍ୟୋତିଷ ମରୀଚି। ଇଏ ହେଉଛି 9। ପୃଥିବୀକୁ ନମସ୍କାର କର, ସମୁଦ୍ରକୁ ନମସ୍କାର କର, ପିତୃ ମାତୃ ଗୁରୁଜନ ମାନଙ୍କୁ ନମସ୍କାର କର। ନମସ୍କାର କଲେ ଜମା ମୁଣ୍ଡ ଛିଣ୍ଡିଯିବନି। ମୁଣ୍ଡ ନୁହଁ, ମନେ ମନେ କରିବ। ଭାଗବତରେ ଲେଖିଲେ ନମଇ ନୃସିଂହ ଶରଣ ଅନାଦି ପରମ କାରଣ। ଆଉ ତ ଗୋଟା କ'ଣ ଲେଖିଥାନ୍ତି? ତେଣୁ ନମସ୍କାର କର। ଏଇ ହୃଦୟକୁ ମନ ଭିତରେ ଭାବି ଏଇ ହୃଦୟକୁ ଟିକେ ନମସ୍କାର କର।
ମୋଟେ 2 ମିନିଟ୍ ଭିତରେ ସବୁ ସରିଯିବ। ଇଏ ନା ତ ନ ପରେ କ'ଣ ଆଇଲା? ତ ଆଇଲା ତତ୍ତ୍ୱ। ତତ୍ତ୍ୱଟି କ'ଣ? ମୁଁ କିଏ? ମୁଁ ଆତ୍ମା, ପରମାତ୍ମାଙ୍କର ଅଂଶ। ମୁଁ କର୍ମର ପ୍ରତୀକ, ଜ୍ଞାନର ପ୍ରତୀକ, ଭକ୍ତିର ପ୍ରତୀକ। ମୁଁ କେବେ ହେଲେ ଭୁଲ କରିବିନି, ଭୁଲ ବାଟରେ ଯିବିନି। ଇଏ ହେଉଛି ତତ୍ତ୍ୱ। ତାପରେ କୋଉଠି ଆଇଲା? ନାଟା କ'ଣ? ହରିନାମ ପ୍ରେମ ଲଡୁ ବড়াই ମଧୁ। ଦୁଃଖକୁ ଯିଏ ହରଣ କରେ, ଅଭାବକୁ ହରଣ କରେ, ନିନ୍ଦାକୁ ହରଣ କରେ, ଆମକୁ ମାନ ଦିଏ, ଧନ ଦିଏ, ସମ୍ବନ୍ଧ ସୃଷ୍ଟି କରେ, ତାଙ୍କୁ ହିଁ ମାନ, ଭଲ ଭାବରେ ମାନ। ତେଣୁ ଇଏ କୋଉ କ'ଣ କଲା? ଏଟା କ'ଣ ଅଡ଼ୁଆ ବୁଡ଼ା ହେଇଗଲାଣି କି ରେ? ତଟା କହିଲି ବା। ତାପରେ ହଉଛି ନା ମୁଁ ଆଉ ଓଲଟେଇକିରି କହୁଛି, ତୁମେ କ'ଣ କର? ତମେ ଭାବୁଛ ବୋଧେ ବାବା ବାଉଳି ଗଲେଣି କି କ'ଣ? ବାଉଳି ବି କହେ ମୁଁ ଗଞ୍ଜେଇ ଖାଏ? ମୁଁ ତ ଗଞ୍ଜେଇ ଖାଏ ନା, ବିଡ଼ି ଟାଣେ ନା, ସିଗାରେଟ ଖାଏ ନା କିଛି। ମୁଁ ହେରା ସବୁ ସେଟା ହେଲା ତତ୍। ଗୀତାରେ କୁହାଯାଇଛି ମୋ ନାଁ ହେଉଛି ତତ୍। ମୁଁ ସବୁବେଳେ ତମ ପାଖରେ ଅଛି। ଆଉ ଟିକିଏ ହେଲା ସତ୍ୟ। ତୁମେ ଯେ ପର୍ଯ୍ୟନ୍ତ ଅଛ ମୁଁ ତୁମ ପାଖରେ ଅଛି। ସେଥିପାଇଁ ଆମେ ନାମ କରୁ ଜୟ ଶିଶୁଅ ତେଣୁ ସଜ୍ଜନ କିଏ କହୁଛନ୍ତି କଳ୍କି ଆସିବେ, ଆସିବା ବେଳ ହେଇଗଲାଣି, 7 ଦିନ ଅନ୍ଧାର ହବ, ଏଗୁଡ଼ା କିଛି ଶୁଣିବେନି। ଇଏ ଜମା ଶୁଣିବେନି କି ତାକୁ ମନେ ରଖିବେନି। ତେଣୁ କେବଳ ମନେ ରଖିବେ ଗୁରୁଙ୍କୁ, ଗୁରୁଙ୍କ ନାମକୁ ଏବଂ ଗୁରୁଙ୍କ ଆଦେଶକୁ। ଆଉ ଏଗୁଡ଼ା 7 ଦିନ ଅନ୍ଧାର ହବ ହେଲେ ହବ, ତମର କ'ଣ ଯାଉଛି? ଆମର ରାତିରେ ବସିକି ଲଣ୍ଠନ ଜାଳିଲେ ତାସ ଖେଳିବା, କିନ୍ତୁ ଆମେ ଏସବୁ କଥାକୁ ମାନିବା। ସମ୍ମାନ ଦିଅ ସମସ୍ତଙ୍କୁ, କିନ୍ତୁ କୁହ ଆମକୁ ଡରଉଛ କାହିଁକି? 1999 ମସିହାରେ ଏତେ ବଡ଼ ବାତ୍ୟା ହେଲା, ତମେ କୁଆଡ଼େ ଥିଲ? ତମେ ଆମକୁ ଟିକେ ଜଣେଇଲନି। ଆଉ ବର୍ତ୍ତମାନ କୋଉଠି କ'ଣ ଗୋଟେ କ'ଣ ବାତ୍ୟା ଆଜି 50 ବେଗରେ ପବନ ବହିବ, ସାଙ୍ଗେ ସାଙ୍ଗେ ଏଇଟା 500 ବେଗ ହେଇଗଲା। ତେଣୁ ସଜ୍ଜନ ଏଇଭଳି ଆଜି ଆମର ସମାଜରେ ବହୁତ କଥା ଏମିତି ରହିଛି। ଆଉ ବଢ଼ିବାକୁ ସିନା ଆପଣମାନେ କହିଲେ କହିଲି, କିନ୍ତୁ ମୁଁ ଆଉ କ'ଣ ମୋ କଥାଟା କ'ଣ ସେମିତି ମୁଁ କ'ଣ ସାରିପାରିବି? କାରଣ ଯେତିକି କଥା ଜୀବନରେ ମୁଁ
ଅନୁଭବ କରିଛି, ଅନୁଭୂତି ହେଇଛି। ମୋ ବାପା ବୋଉଙ୍କର ଶୁଭେଚ୍ଛାରେ, ମୋର ଗୁରୁଙ୍କର କୃପାରେ ମୁଁ ଯାହା ପାଇଛି ସେଟା ମାସ ମାସ ଧରି କହିଲେ ବି ହେବନି, ସରିବନି। ସେଥିପାଇଁ ଏବେ ମୁଁ ବହି ଲେଖୁଛି। ଏ ବହିରେ ସବୁ ଆପଣମାନେ ପଢ଼ିକିରି ଦେଖିବେ। ସମସ୍ତଙ୍କର ମଙ୍ଗଳ ହଉ, ଆପଣମାନେ ଭଲରେ ଥାଆନ୍ତୁ। ପୁଣି ଯଦି କେବେ ଆସିବି, ପୁଣି ଆପଣମାନଙ୍କ ସହିତ କଥୋପକଥନ ହେବି, ଆଉ ସେ ରାବଣ ଚରିତ ମାନସଟି କହିବି। ଶ୍ରୀ ଗୁରୁ ବ୍ରହ୍ମାନନ୍ଦ। Hare